ଲାଗିଲା ଭଲ ଲାଗିଲା ଆଉ ଆମ ଓଡିଆ ସଂସ୍କାର ନେଇଯାଇଛି ବଢିଆ ଭଲ ଲାଗିଲା 10 ରୁ 10 ଭଲ ଲାଗିଲା ବଢିଆ ପୁରା A1 ଲାଗିଲା 10 ରୁ 10 ଭଲ ଲାଗିଲା ବହୁତ ବଢିଆ ଲାଗିଲା ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁତ ଭଲ ଡେଭଲପ କରୁଛି ଆଗକୁ ଏମିତି ଆସୁ ଆମେ ନିଶ୍ଚୟ ସପୋର୍ଟ କରିବୁ 10 ରୁ ମୁଁ 9 ଦେବି ଭଲ ଲାଗିଲା ସିନେମାଟା ଏଇ ଯୋଉ ଆମର ଦଣ୍ଡ ନାଚ ପାଇଁ ଯୋଉ କରିଛନ୍ତି ଏଇଟା ଟିକେ ବହୁତ ଭଲ ଲାଗିଲା ସମସ୍ତେ ଆକ୍ଟିଂ ବହୁତ ଭଲ ଥିଲା କିନ୍ତୁ ଆମ ନିଜ ଓଡିଆ କଲଚର ଭିତରେ ଥିଲା ତ ଦଣ୍ଡ ନାଚ ବିଷୟରେ ସେଥିପାଇଁ ଟିକେ ଆଉ ଟିକେ ଅଧିକ ଭଲ ଲାଗିଲା ବଢିଆ ଲାଗିଲା ଦଣ୍ଡ ମହାପ୍ରଭୁ ବିଷୟରେ ହେଇଛି ତ ସେଥିପାଇଁ ଭଲ ଲାଗିଲା ମୋଷ୍ଟଲି ବୋଥ ଏଭ୍ରିୱାନ୍ ଇଜ ଡନ୍ ଗୁଡ୍ ଭଲ ଆକ୍ଟିଂ କରିଛନ୍ତି ସମସ୍ତେ ଏଇଟା ମା କାଳୀଙ୍କ କାଙ୍ଗୁଲାଙ୍କ ଉପରେ ଆଧାରିତ ହେଇଥିଲା ସତରେ ଏଇଟା ବହୁତ ବ୍ୟୁଟିଫୁଲ ମସ୍ତ ହେଇଥିଲା ଏ ମୁଭିଟା ଆକ୍ଚୁଆଲି କହିବାକୁ ଗଲେ ଏଇ ଜେନେରେସନ ଟ୍ରୁ ଫ୍ରେଣ୍ଡସିପ ମିଳିବା ବି ବହୁତ କଷ୍ଟକର ଏମିତିଆ ଫ୍ରେଣ୍ଡସିପ ଦେଖିବି ଟିକେ ଇମୋସନାଲ ଲାଗିଲା ସେଇ ସିନରେ ଯେତେବେଳେ ତାର ଫ୍ରେଣ୍ଡ ମରିଗଲା ସେତେବେଳେ ଆହୁରି ଦୁଃଖକର ଥିଲା ସମ୍ବିସାଙ୍କ ଲାଷ୍ଟକୁ ଯେତେବେଳେ କାଙ୍ଗୁଲା ମା ନିଜେ ଲାଗିଲେ ସତ କଥା ଜାଣିବା ପାଇଁ ସେ ସିନଟା ବି ବହୁତ ମସ୍ତ ଲାଗିଥିଲା 10 ରୁ ତ ଯେତେ ଦେଲେ ବି ମାନେ କମ ବି ପଡିଯିବ ବହୁତ ଭଲ ହେଇଥିଲା ମୁଭିଟା ଆକ୍ଚୁଆଲି କାଙ୍ଗୁଲା ଫିଲ୍ମ ଦେଖିବା ଆସିଲୁ ଆମକୁ ଭଲ ଲାଗିଲା ଆମେ ଗାଁକୁ ଯାଇଥାନ୍ତୁ କିନ୍ତୁ ଅସୁବିଧା ଘରର ଯୋଗୁଁ ଆମେ ଗାଁକୁ ଯାଇପାରିଲୁନୁ କିନ୍ତୁ ଏଇଠି ଆସି ଦଣ୍ଡକାଳୀ ମାଙ୍କୁ ଦେଖିଲୁ ଆମକୁ ଏତେ ଭଲ ଲାଗିଲା ଯେତେବେଳେ ତାଙ୍କ ସାଙ୍ଗ ଚାଲିଗଲେ ଆମକୁ ସେତେବେଳେ ବହୁତ କାନ୍ଦ ଲାଗିଲା ଆଉ ମାଙ୍କୁ ଯେତେବେଳେ ବି ଦେଖିଲୁ ବହୁତ ଦୁଃଖ ବି ଲାଗିଲା मस्त लगिला दुर्गा पाटा मस्त लगिला जो डांस हुए 10 ରୁ 10 देबी ବହୁତ ଭଲ ଲାଗିଲା ଭାଇ ବହୁତ ଭଲ ଫିଲ୍ମ ହେଇଛି ସମସ୍ତେ ଦେଖିବାକୁ ଆସନ୍ତୁ ଭାଇ 10 ରୁ 10 ତ ଦେବି ଏପଟ କାଙ୍ଗୁଲା ଫିଲ୍ମ ଦେଖିବାକୁ ଆସିଥିଲୁ ସାଙ୍ଗମାନଙ୍କ ସହ ବହୁତ ଭଲ ଲାଗିଲା ଆକ୍ଚୁଆଲି ଗଞ୍ଜାମ ଆଉ ନୟାଗଡ଼ ଆଉ ଢେଙ୍କାନାଳ ଅନୁଗୁଳରେ ପ୍ରାୟ ଦଣ୍ଡ ନାଚ ହୁଏ ଆଉ ଗାଁର ଯେମିତି ଆମେ ନିଜେ ଗାଁରୁ ଗୋଟେ ଆସିଛୁ ଦଣ୍ଡ ନାଚ ପିଲାରୁ ଦେଖି ଦେଖି ଆସିଛୁ ଆଜି ଏ ଫିଲ୍ମ ଦେଖିଲା ପରେ ପିଲାଦିନ କଥା ମନେ ପଡିଗଲା ଆଉ ସହର ଆଉ ଗାଁ ଭିତରେ ଯୋଉ ଫରକଟା ଆଜି ଅନୁଭବ ହେଇପାରିଲା 10 ରୁ 10 100 ରୁ 100 ବହୁତ ବଢିଆ ସିନେମା ହେଇଛି ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ କରି ସମସ୍ତେ ଆସନ୍ତୁ କାଙ୍ଗୁଲା ଦେଖନ୍ତୁ ସମ୍ବିତ ସରକାର ସେ ଯୋଉ ମାଙ୍କର ଆସିଲା ଯୋଉ ଦେଖିବା ପାଇଁ ସତରେ ବହୁତ ହି ଭଲ ଲାଗିଲା ଆମେ ଷ୍ଟାର୍ଟିଂ ରେ ବି ଥରେ ଦେଖିବା ପାଇଁ ଆସିଥିଲୁ ଏଇଟା ଆମର ସେକେଣ୍ଡ ଟାଇମ ଦେଖିବା ପାଇଁ ଆସୁଛୁ ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ କି ସମସ୍ତେ ବି ଆସନ୍ତୁ କାଙ୍ଗୁଲା ମୁଭି ଦେଖିବା ପାଇଁ ଆଉ ସତ କହିବାକୁ ଗଲେ ଯୋଉ ମାଙ୍କର ଆସିଲା ଦେଖିବା ପାଇଁ ଏଇଟା ଆମ ନିଜ ଗାଁରେ ହିଁ ହୁଏ ଦେଖିବା ପାଇଁ ତ ଆମେ ସେଠିକି ଯାଇପାରିଲୁନି କିଛି ଫ୍ୟାମିଲିର ସିଚୁଏସନ ପାଇଁ କିନ୍ତୁ ଏଇଠି ଫ୍ୟାମିଲିକୁ ଆସିକି ଆଉ ଆମେ ହଲ୍କୁ ଆସିକି 2-3 ଥର କହିବାକୁ ଗଲେ ଦେଖି ସାରିଲୁ ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ ସମସ୍ତେ ବି ଆସିକି ଏଇଟା ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ ମାଙ୍କୁ ନେଇକି ବହୁତ ବଢିଆ ଲାଗିଲା ଆଜିକାଲିକା ଯୋଉ ମଡର୍ଣ୍ଣାଇଜ ଦୁନିଆକୁ ଏଇ ଆଧ୍ୟାତ୍ମିକ ପାର୍ଟକୁ ଆସିବା ଉଚିତ ମାଙ୍କର ଏଇ ଯୋଉ ଅପାର ଶକ୍ତି ମହିମା ଏସବୁ ବିଷୟରେ ଜାଣିବା ଦରକାର ଆକ୍ଚୁଆଲି ଆମେ ଏଇଟା ସେକେଣ୍ଡ ଟାଇମ ଦେଖୁଛୁ ସେ ମୁଭିଟା ଏତେ ଆମକୁ ଭଲ ଲାଗିଛି ଯେ ନେକ୍ସଟ ଟାଇମ ଆମେ ଯେତେ ଥର ବି ସୁଯୋଗ ପାଇବୁ ସେତେ ଥର ମାଙ୍କ ମୁଭି ଦେଖିବା ପାଇଁ ଆସିବୁ ଯେଉଁଭଳି ଭାବରେ କାଙ୍ଗୁଲା ଫିଲ୍ମ ଯଦି ଓଡ଼ିଆ ଚଳଚ୍ଚିତ୍ର ଏଇପରି ମାନେ ଯେତେ ଓଡ଼ିଆ ଚଳଚ୍ଚିତ୍ର ଏଇପରି ହେଇପାରେ ଆମେ ଭାବିନଥିଲୁ କିନ୍ତୁ ଆଜି ଅନୁଭବ କଲୁ ଯେ ଓଡ଼ିଆ ଚଳଚ୍ଚିତ୍ର ଆଜି ବହୁତ ଡେଭଲପ ହେଇଛି ଯେମିତିକି ଏଠି କାଙ୍ଗୁଲା ଫିଲ୍ମରେ ଦଣ୍ଡ ନାଚର ଗୋଟେ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଦେଖାଯାଇଛି ଯେମିତି ଆମର ଗଞ୍ଜାମ ହଉ ନୟାଗଡ଼ ହଉ ଢେଙ୍କାନାଳ ହଉ ଅନୁଗୁଳ ହଉ ଏଇ ଜାଗା ମାନଙ୍କରେ ଗାଁ ମାନଙ୍କରେ ଅଧିକାଂଶ ଆମର ଦଣ୍ଡ ନାଚ ପ୍ରଭାବ ଦେଖି ଯାଇଥାଏ ଯେମିତିକି ମୁଁ ନୟାଗଡ଼ରୁ ଆସେ ପିଲାଦିନୁ ଦେଖି ଦେଖି ଦଣ୍ଡ ନାଚ ଦେଖି ଦେଖି ଆସୁଛି ଆଜି ଆଉ ଗାଁର ଆଉ ଏ ସହରର ଭୂମିକା ଏବଂ ଗାଁର ସେଇ ପିଲାଦିନ କଥା ଦଣ୍ଡ ନାଚରେ ଆମେ କେମିତି ଯାଉ ଅନୁଭବ କରୁ ପୂଜା କରୁ ଏବଂ ମାସ ଯାକ ଆମେ ଆଇଁଷ ଛାଡ଼ିକି ରହୁ ବିନା ପିଆଜ ରସୁଣ ଆଉ ଆଇଁଷ ଛାଡ଼ିକି ରହୁ ସେ ସବୁ ଅନୁଭୂତି ଆଜି ମନେ ପଡ଼ିଯାଇଛି ଏ ସିନେମା ଆଉ ଏ ଫିଲ୍ମ ଦେଖିକି ବହୁତ ଭଲ ଲାଗିଲା 10 ରୁ 10